ଏବେ ଝିଅମାନଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଯେଉଁମାନେ ସୁଭଦ୍ରା ଟଙ୍କା ଏପର୍ଯ୍ୟନ୍ତ ପାଇ ନାହାନ୍ତି ସେମାନଙ୍କ ପାଇଁ ଖୁସି ଖବର ନେଇ ଆସିଛନ୍ତି ଉପମୁଖ୍ୟମନ୍ତ୍ରୀ ବୟସରୁ ପ୍ରଭାତୀ ପରିଡ଼ା। ମାର୍ଚ୍ଚ ବେଳକୁ ଯୁବତୀ ଯଦି 20-21 ବୟସରେ ପାଦ ଦେଇଥିବେ ତାହେଲେ ସେ ବି ଆବେଦନ କଲେ ଟଙ୍କା ପାଇଯିବେ ବୋଲି କହିଛନ୍ତି। ପ୍ରଥମ କିସ୍ତିର ଶେଷ ଦିନ ହେବ ମାର୍ଚ୍ଚ 7। ମାର୍ଚ୍ଚ 8ରେ ଦ୍ୱିତୀୟ କିସ୍ତି ଦିଆହେବ। ଗ୍ରସ୍ତ ନହେବା ପାଇଁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଏବେ ରେଜିଷ୍ଟ୍ରେସନ କଲେ ବି ଫେବୃଆରୀରେ ପାଇବେ। 4 ଲକ୍ଷ ହିତାଧିକାରୀ ରେଜିଷ୍ଟ୍ରେସନ କରିଥିଲେ। ଏବେ ସୁଦ୍ଧା 80,46,000 ମହିଳାଙ୍କୁ ଟଙ୍କା ମିଳିସାରିଛି। ବାକି ଆବେଦନକାରୀଙ୍କ ଫିଜିକାଲ ଭେରିଫିକେସନ ପାଇଁ ବ୍ଲକ ସ୍ତରରେ କୁହାଯାଇଛି। ଅଯୋଗ୍ୟ ହେଇଯାଇଥିବା 2,67,000 ଅଯୋଗ୍ୟ ଆବେଦନକାରୀଙ୍କ ପ୍ରାୟ ଜିଲ୍ଲାରେ ବିଭାଗୀୟ ଅଧିକାରୀ ରିଭ୍ୟୁ କରି ପ୍ରତିଶତ ଅସୁବିଧା ଦୂର କରାଇ ପାରିଛନ୍ତି।